आज्ञा हाँ, कर्म बिना एठी केही कहार नुहे। ଏହା ହିଁ ହେଉଛି ନିରାଟ ସତ୍ୟ। ସୀତାଙ୍କର ରକ୍ଷାକର୍ତ୍ତା ଭଗବାନ ରାମ ଥିଲେ, କିନ୍ତୁ ହରଣ ସମୟରେ ପାଖରେ କେହି ନଥିଲେ। ଦ୍ରୌପଦୀଙ୍କର 5 ପାଣ୍ଡବ ଥିଲେ, କିନ୍ତୁ ବସ୍ତ୍ରହରଣ ସମୟରେ କେହି ନଥିଲେ। ଦଶରଥଙ୍କର 4 ପୁତ୍ର ଥିଲେ, କିନ୍ତୁ ପ୍ରାଣତ୍ୟାଗ ସମୟରେ କେହି ନଥିଲେ। ରାବଣ ମଧ୍ୟ ଶକ୍ତିଶାଳୀ ଥିଲେ, ଲଙ୍କା ଜଳିବା ସମୟରେ କେହି ନଥିଲେ। ଶ୍ରୀକୃଷ୍ଣ ସ୍ୱୟଂ ସୁଦର୍ଶନଧାରୀ ଥିଲେ, ଶରାଘାତ ସମୟରେ କେହି ନଥିଲେ। ସରସଜ୍ଜାରେ ପଡ଼ିଥିବା ପିତାମହ ପୀଡ଼ାର ଭାଗିଦାରୀ ମଧ୍ୟ କେହି ନଥିଲେ। ଅଭିମନ୍ୟୁ ରାଜକୁମାର ଥିଲେ, କିନ୍ତୁ ଚକ୍ରବ୍ୟୁହ ବେଳେ କେହି ନଥିଲେ। ପ୍ରକୃତ ସତ୍ୟ ଆଜିରୁ ଜାଣିନେବା ଆବଶ୍ୟକ ସାଙ୍ଗମାନେ। ସଂସାରରେ ନିଜର ବୋଲି କେହି ନାହିଁ, କେବଳ ତୁମ କର୍ମ ହିଁ ତୁମ ନିଜର। ସାଙ୍ଗମାନେ ଟିକେ ଧ୍ୟାନ ଦେଇ ଶୁଣିବେ। ହେବାର ଅଛି ତ ଅଭିମନ୍ୟୁ ଭଳି ଯୋଦ୍ଧା ହୁଅ, ଅର୍ଜୁନ ଭଳି ନୁହେଁ। କାରଣ ଇତିହାସ ସବୁବେଳେ ତାକୁ ଅଧିକ ଶ୍ରେୟ ଦେଇଥାଏ ଯିଏ ଏକା ଲଢ଼ିପାରେ। ଅର୍ଜୁନଙ୍କ ଭଳି କୃଷ୍ଣଙ୍କ ପଛରେ ରହି ଯୁଦ୍ଧ କରି ବିଜୟ ପାଇବା ଅପେକ୍ଷା ଅଭିମନ୍ୟୁ ଭଳି ଏକା ଲଢ଼ି ଚକ୍ରବ୍ୟୁହରେ ମରିଯିବା ଯଥେଷ୍ଟ ଗୌରବର କଥା। ଜୀବନ ଯୁଦ୍ଧରେ ଯଦି କୃଷ୍ଣଙ୍କ ଭଳି ସାରଥୀଟିଏ ମିଳୁନି, ଅଭିମନ୍ୟୁ ଭଳି ଏକା ଲଢ଼ିବାର ସାହସ ରଖ। ଦେଖିବ ଅତୀତର ପୁନରାବୃତ୍ତି ଘଟିବ ନାହିଁ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ନ ସଖା ଯୋ ନ ଦଦାତି ସଖ୍ୟେ ସଚା ଭୁବେ ସଚ ମାନାୟ ପିତ୍ୱାହ ଅପାସ୍ମାତ୍ ପ୍ରେୟାନ୍ ତଦୋକ ଅସ୍ତି ପୃଣନ୍ତ ମନ୍ୟ ମରଣମ୍ ଚିଚ୍ଛେଦ। ଅର୍ଥାତ୍ ଯିଏ ନିଜ ସାଥିରେ ଥିବା ବ୍ୟକ୍ତିଙ୍କୁ, ସେବକଙ୍କୁ ଓ ମିତ୍ରଙ୍କୁ ଅନ୍ନ ଦେବାରେ କୁଣ୍ଠିତ, ସେ ପ୍ରକୃତ ସାଥୀ ତଥା ସଖା କେବେ ହୋଇପାରିବ ନାହିଁ। ସେ ଏକ କୃପଣ ଅଟେ। ସେହି କୃପଣ ବ୍ୟକ୍ତିର ଘର ନିକଟରେ ମଧ୍ୟ ବସବାସ କରିବା ଉଚିତ ନୁହେଁ। କୃପଣର ଘର ସ୍ତ୍ରୀହୀନ ହୋଇଥାଏ। ତେଣୁ ବେଦରେ ଭଗବାନଙ୍କ ନିର୍ଦ୍ଦେଶ, ଆବଶ୍ୟକ ବେଳେ ଶତ୍ରୁଠାରୁ ସାହାଯ୍ୟ ମାଗିବା ଓ ସାହାଯ୍ୟ ପାଇବା ପରେ ସ୍ୱାମୀ ଭଳି ତାର ପ୍ରଶଂସା କରିବା, କିନ୍ତୁ କୃପଣଠାରୁ ସର୍ବଦା ଦୂରେଇ ରହିବା ଉଚିତ। ସାଙ୍ଗମାନେ, ଜଣେ ଦୁଷ୍ଟ ବନ୍ଧୁକୁ ଏକ ବଣୁଆ ଜନ୍ତୁଠୁ ବି ଅଧିକ ଭୟ କରିବା ଉଚିତ। କାହିଁକି ନା ଗୋଟେ ପଶୁ କେବଳ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ, କିନ୍ତୁ ଜଣେ ଖରାପ ବନ୍ଧୁ ଆପଣଙ୍କ ବୁଦ୍ଧି ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଆଜ୍ଞା ହଁ, ଆପଣ ଯେତେ ଭଲ ହୋଇଥାନ୍ତୁ ନା କାହିଁକି, ଆଉ ଯେତେ ବି ଭଲ କାମ କରନ୍ତୁ, କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିବେ, ଆପଣଙ୍କୁ ଯିଏ ଥରେ ଖରାପ ଭାବିଛି, ସେ ମଲା ଯାଏଁ ଖରାପ ଭାବିବ। କାହିଁକି ନା କାହାର କୁଶ୍ଚିତ ଭାବନାର କୌଣସି ଉପଚାର ନାହିଁ। ସାଙ୍ଗମାନେ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ସଂସାର ବି ବହୁତ ବିଚିତ୍ର। ଆଜ୍ଞା ହଁ, ଏହି ସଂସାର ବି ବହୁତ ବିଚିତ୍ର। ଜଣାପଡ଼େ ନାହିଁ କେବେ ଆପଣାର ଲୋକ ପର ହୋଇଯାଏ, ଆଉ ପର କେବେ ଆପଣାର ହୋଇ ମୁଣ୍ଡର ବୋଝକୁ ହାଲୁକା ମଧ୍ୟ କରିଦିଏ। ନା ଏଠି କେହି ପର, ନା ଏଠି କେହି ନିଜର ଥାଏ। ମନେ ହୁଏ କେଉଁ ପରଦେଶେ ହାଟ ମଝିଠାରେ ଏକାକୀ ବେପାରେ ମୁଁ ଲୋକ ଗହଳିରେ ହନ୍ତସନ୍ତ ହୁଏ। ସାଙ୍ଗମାନେ, ଏହା ଆପଣ ନିଶ୍ଚିନ୍ତ ଅନୁଭବ କରିଥିବେ। ଯେତେବେଳେ ସମୟ ଖରାପ ଚାଲିଥାଏ, ସେତେବେଳେ ଆପଣାର ଲୋକମାନେ ସର୍ବପ୍ରଥମେ ଦୂରେଇ ଯାଆନ୍ତି। ଭାଗ୍ୟ ଛଡ଼ା ତୁମକୁ ଆଉ କେହି ପଚାରନ୍ତି ନାହିଁ। ଯେତେବେଳେ ତୁମେ ସେହି ଭାଗ୍ୟ ବଳରେ ବଳିୟାନ ହୁଅ, ସମସ୍ତେ ତୁମ ପାଖକୁ ପୁଣି ଥରେ ଫେରି ଆସନ୍ତି। କାହିଁକି ନା ଏ ଦୁନିଆ ବହୁତ ସ୍ୱାର୍ଥପର। ମନେ ରଖନ୍ତୁ, ପାଣି ଆକାଶରୁ ପଡ଼ିଲେ ବର୍ଷା, ତଳୁ ଉପରକୁ ଉଠିଲେ ବାଷ୍ପ, ଦେହରୁ ବହିଗଲେ ଝାଳ, ଆଖିରୁ ଗଡ଼ିଲେ ଲୁହ, ଠାକୁରଙ୍କ ପାଦରୁ ବହିଲେ ପାଦୁକା, ନଦୀରେ ପ୍ରବାହିତ ହେଲେ ପାଣି, କଠିନ ହେଲେ ବରଫ। ଗୋଟିଏ ପାଣି ଭିନ୍ନ ଭିନ୍ନ ପରିସ୍ଥିତିରେ ପଡ଼ିଲେ ଭିନ୍ନ ଭିନ୍ନ ନାମ ପରିବର୍ତ୍ତନ କରେ। ଠିକ୍ ସେମିତି ସାଙ୍ଗମାନେ, ଆମ ଜୀବନରେ ଯେମିତି ବ୍ୟକ୍ତିଙ୍କ ସହ ମିଶିବା, ଆମ ଜୀବନର ପରିବର୍ତ୍ତନ ମଧ୍ୟ ଠିକ୍ ସେମିତି ହେବ। ସାଙ୍ଗମାନେ, ଏହା ଆପଣଙ୍କ ସହିତ ବି ଘଟିଥିବ। ଶୁଣନ୍ତୁ, ଜୀବନରେ ବହୁତ ଲୋକଙ୍କ ସହିତ ମିଶିଲି, ବହୁତ ଲୋକଙ୍କ ସହିତ କଥା ମଧ୍ୟ ହେଲି, ବହୁତ ଲୋକଙ୍କୁ ଭରସା ବି କଲି, କିନ୍ତୁ ଶେଷରେ ଜୀବନ ଗୋଟିଏ କଥା ଶିଖେଇଥିଲା, ଆମେ କାହା ପାଇଁ ବି ସବୁଦିନ ପାଇଁ ଖାସ୍ ହୋଇ ରହିପାରିବା ନାହିଁ। ଜାଣିଛନ୍ତି, ସଂସାରରେ ଏପରି ଏକ ଜିନିଷ ଅଛି ଯାହାକୁ ପଇସା ଦେଇ କିଣିପାରିବ ନାହିଁ, କିନ୍ତୁ ଏହା ମାଗଣାରେ ମିଳିଥାଏ। ସେହି ଅମୂଲ୍ୟ ଜିନିଷଟି ହେଉଛି ବାପା ମାଙ୍କର ସ୍ନେହ ଓ ଭଲ ପାଇବା। ସାଙ୍ଗମାନେ, ଏହି ଭଲ ପାଇବାର ମୂଲ୍ୟ ଏତେ ଅଧିକ ଯେ ଯାହାକୁ ଟଙ୍କା, ସୁନା କିମ୍ବା ସଂସାରର କୌଣସି ଦୁର୍ମୂଲ୍ୟ ପଦାର୍ଥ ଦେଇ ବି କ୍ରୟ କରିହୁଏ ନା।
ଏହା କେବଳ ଅନୁଭବୀ ଲୋକ ହିଁ ଜାଣିପାରେ। ତେଣୁ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରନ୍ତୁ ନାହିଁ। ଆଜ୍ଞା ହଁ, ଏ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ମଣିଷର ନିଜ ବୁଦ୍ଧି। ସବୁଠାରୁ ଭଲ ଅସ୍ତ୍ର ହେଉଛି ଧୈର୍ଯ୍ୟ, ଆଉ ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ୱାସ, ଏବଂ ସବୁଠାରୁ ଭଲ ଔଷଧ ହେଉଛି ମଣିଷର ହସ। ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏସବୁ ନିଃଶୁଳ୍କରେ ହିଁ ମିଳିଥାଏ। ସାଙ୍ଗମାନେ, ଶେଷରେ ଏଇ ପଦଟିଏ କଥା କହିବି, ଆଉ ଏଇ ପଦଟିକ କଥାକୁ ଆପଣ ବି ପ୍ରତିଦିନ କୁହନ୍ତୁ, କାହିଁକି ନା ଏଇ ପଦଟିକ କଥା ହିଁ ଆପଣଙ୍କ ଖୁସିର କାରଣ ହେବ। କଥାଟି ହେଉଛି, ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ମୋତେ ଘୃଣା କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଏତେ ଖୁସିରେ ରଖନ୍ତୁ ଯେ ତାଙ୍କୁ ମୋ କଥା ଭାବିବାକୁ ସମୟ ହିଁ ନ ମିଳୁ। ଆଜ୍ଞା ହଁ, ଏଇ ମୂଲ୍ୟବାନ କଥାଟିକୁ ଆପଣ ପ୍ରତିଦିନ ଭଗବାନଙ୍କୁ କୁହନ୍ତୁ। ଦେଖିବେ ଆପଣଙ୍କର ଦିନ ନିଶ୍ଚିନ୍ତ ଭଲରେ କଟିବ।